ନୟାଗଡ଼ ପୋଲିସକୁ ମନ୍ଦିର ଲୁଟେରାଙ୍କ ଓପନ୍ ଚ୍ୟାଲେଞ୍ଜ। ଜିଲ୍ଲାର ଗୋଟିଏ ପରେ ଗୋଟିଏ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ରୂପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ମନ୍ଦିରରେ କଳାକନା ବୁଲାଉଛନ୍ତି। ହେଲେ ପୋଲିସ ଲୁଟେରାଙ୍କ ଟେର୍ ପାଉନି, ଯାହାକୁ ନେଇ ନୟାଗଡ଼ ଜିଲ୍ଲାରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ଦେଢ଼ ମାସ ମଧ୍ୟରେ ଜିଲ୍ଲାର 4ଟି ପ୍ରସିଦ୍ଧ ମନ୍ଦିରରୁ ଚୋରି ହେବା ନୟାଗଡ଼ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ପ୍ରଥମେ ବଡ଼ ପଣ୍ଡୁଶ୍ୱରର ଉଗ୍ରେଶ୍ୱର ମହାଦେବଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପରେ ଓଡୋ ଗାଁର ଦ୍ୟୁତିକେଶର ମହାଦେବଙ୍କ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ମୂର୍ତ୍ତି ଚୋରି ହୋଇଥିଲା। ଏହାପରେ ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ଚୋରି କରିବା ସହ ଠାକୁରଙ୍କ ଅଳଙ୍କାର ଚୋରି କରିସାରିଛନ୍ତି। ଆଉ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗୋପୀନାଥ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଆସିଲି 5ଟାରେ ଆସିଲା ବେଳେ ଦେଖିଲି ଯେ ତାଲା ବାଲା ଭଙ୍ଗା ହେଇଛି। ଜାଣି ଯାଇକି ଆମ ଏଇ ସାନ ପୁଅ ହେରିକାକୁ ଡାକିଲି, ବୋଇଲେ ଧନମାଳି ଟିକେ ଆସ ଦେଖିବ କ'ଣ ହେଇଛି। ସିଏ ସେଠୁ ଦେଖିଲେ, ଯାଇକି ଦେଖିବାରେ ହେଇ କ୍ୟାମେରାରେ ସେଠୁ ବାହାର କଲେ। କ୍ୟାମେରାରେ ବାହାର କଲାବେଳେ 2:12 ଯେତେବେଳେ ହେଇଛି ପରା, ସେ ପଶିଲି ତାଲା ଗୁଡ଼ାକ ବାଡ଼େଇକି ଭାଙ୍ଗିକି ଯାଇଛି। କେବଳ ନାକର ବସଣିଟେ, ମୁଣ୍ଡର ଚିତାଟେ, ପଇସା ପତ୍ର ହେଲେ ଯାଇଛି ବାକ୍ସରୁ। ଆଉ ନାଇଁ ସୁନାର ଦାତା ଦେଇଥିଲେ। ଆଉ ବିଭ୍ରାଟ ହେଲା, ବିଭ୍ରାଟ ହେବାର 6ଟା ପରେ କାମ କରାହେଲା। ଆଉ ଆଜ୍ଞା ଜଣେ ତ ପଶିଛି, ଆମେ ଦେଖୁଛୁ ଆଉ ଇଏରେ। ଆଉ ଜଣେ ଯୋଡ଼ିଏ ଶାବଳ ଧରିଛି, ଜଣେ ଶାବଳ ଯୋଡ଼ିକ ଧରିକି, ଗୋଟେ ଛୋଟ ଶାବଳଟେ, ଗୋଟେ ବଡ଼ ଶାବଳଟେ। ଛୋଟ ଶାବଳରେ ବାଡ଼ିକି ସେଟା ଭାଙ୍ଗିଛି ତାଲା ଗୁଡ଼ାକ। ଆଉ ସୁରକ୍ଷିତ ରଖୁଛୁ ଆଜ୍ଞା, ସେଟା ଯାତାଳ ବା ଜିନିଷ ତ ଲଗେଇଛନ୍ତି, ଠାକୁର ତ ଲଗେଇଛନ୍ତି। ଆଉ ହେଇରାକୁ କାଢ଼ିକି ସବୁଦିନ ବ୍ୟବହାର କରିବା ଜିନିଷ କି ସବୁଦିନ ତ ବ୍ୟବହାରରେ ରହିବେ ସେ ବୋଲି ଲେଖିକି କରିଛନ୍ତି। ତାପରେ ହଁ ଫିକ୍ସ ହେଇଛି, ଫେରେ ନାକରେ ବସଣିଟା ମୋଡ଼ା ହେଇଛି, ମୁଣ୍ଡର ଚିତାଟା ଗେଞ୍ଜା ହେଇଛି। ଆଉ ସେଇଟା କ'ଣ ବାହାରିବ ସବୁଦିନ ଇଏ କରିବ କି? ଦୀର୍ଘ 12 ଦିନରୁ 13 ଦିନ ତଳେ ଚୋରି ହେବାକୁ ଯାଇଛି। ସେଦିନ ଆମର ଶନିବାର ହେବ କ'ଣ ଗୋଟେ ଥାଏ, ମନ୍ଦିରରେ ବହୁତ କାର୍ଯ୍ୟ ହୁଏ, ତ ସେଦିନ ବି କାର୍ଯ୍ୟ ଥିଲା। କାର୍ଯ୍ୟ ଅଛି, ଲୋକ ଆସୁଛନ୍ତି, କ'ଣ ହେଇଛି କ'ଣ ନାହିଁ ବୋଲି କେହି ଦେଖିନାହାନ୍ତି। ରାଧାକୃଷ୍ଣ ମୂର୍ତ୍ତି 2ଟି ଚୋରି ହେଇଛି। ମନ୍ଦିର ଖୋଲା ଥିଲା ଆଜ୍ଞା, ଆମର ସକାଳ 6ରୁ ସନ୍ଧ୍ୟା 6 ଆପଣ ଯେତେବେଳେ ଆସିବେ, ପହଡ଼ ନାହିଁ, ଖୋଲା ରହୁଛି। ସିସିଟିଭି ଆଜ୍ଞା ତାପରେ ହିଁ ଲାଗିଲା, କାରଣ ଇଏ ଗଭର୍ଣ୍ଣମେଣ୍ଟ ଅଧୀନ ନୁହଁ। ଚୋରି ପରେ ଲାଗିଲା, ଚୋରି ପୂର୍ବରୁ ଯଦି ଲାଗିଥାନ୍ତା ଆଜ୍ଞା, ତ ଆମେ ଚୋରକୁ ଆଜି ସୁଦ୍ଧା ଧରି ପକାଇଥାନ୍ତୁ। ଆଜି ଆପଣ ଯଦି ପଚାରିଥାନ୍ତେ ନାଇଁ କିଏ ନେଇଛି, କାହା ଉପରେ ସନ୍ଦେହ ଅଛି, ଆମେ ତ ଡାଇରେକ୍ଟ କହିଥାନ୍ତୁ ନାଇଁ ଅମୁକ ଲୋକ ନେଇଛି କି ସମୁକ ଲୋକ ନେଇଛି। ତାପରେ ସିସିଟିଭି ଲାଗିଛି। ରାତିରେ 2:30ରେ ସେ ଯେଉଁ ଆମର ଦକ୍ଷିଣକାଳୀଙ୍କ ମନ୍ଦିର ସିସିଟିଭି ଫୁଟେଜରୁ ସେ ଲୋକର ପୁରା ଫିଗର ଦେଖାଯାଉଛି। ସିଏ ଆସିଛି ପ୍ରଥମେ ପାଞ୍ଜିଆ ସାହି ପଟୁ ଆସିକି ଦକ୍ଷିଣକାଳୀଙ୍କ ମନ୍ଦିର ଭଙ୍ଗା ହେଇଛି, ତ ସେ ପଛପଟେ ସେ ଯାଇଛି। ସେଠି ବି ଆମର ହୁଣ୍ଡିକି ଟ୍ରାଏ କରିଛି। ତାପରେ ସେ ଫେରି ଆସିଛି। ଯେତେବେଳେ ଦେଖିଛି ଆମ ସିକ୍ୟୁରିଟି ଗାର୍ଡ଼ ବସିଛି ସେଇଠି, କାହିଁକିନା ସେଠି ଗୋଟେ ଅନ୍ଧାରିଆ ଜାଗା ଅଛି, ଆମ ସିକ୍ୟୁରିଟି ଗାର୍ଡ଼ ଦେଖିପାରିନି, କିନ୍ତୁ ସିଏ ଦେଖିଦେଇଛି। ସେ ଦେଖିଲା ପରେ ସେ ଯେଉଁ ଟ୍ରାଏଲ୍ ନେଉଥିଲା ମନ୍ଦିର ଭିତରୁ କିଛି ମାନେ ନେବାକୁ, ସେ ଫେଲ୍ ମାରିଛି, ତେଣୁ ସେ ବ୍ୟାକ୍ କରି ଆସିଛି। ଯାହା ଆମେ ସିସିଟିଭି ଫୁଟେଜରେ ଦେଖୁଛୁ। ପୋଲିସ ଚାହିଁଲେ ସେ ଧରା ପଡ଼ିବନି। ସେଠି ଆଙ୍କର ନିରଞ୍ଜନ ପଟ୍ଟନାୟକଙ୍କର କୁଆଡ଼ୁ ଯାଇକି ଧରିଲେ, ସେ ପୋଲିସ ଚାହିଁଲେ ଧରିଦେବ, ତା ଫିଗର ପୁରା ଆସୁଛି। ପୋଲିସ ଚେଷ୍ଟା କରୁଥିବ, କିନ୍ତୁ ଆଉ ଟିକେ ପେଟ୍ରୋଲିଂଟାକୁ ଟାଇଟ୍ କରିଦେଲେ ଠିକ୍। ଆମେ ଯଦି 2ଟା ବେଳେ ପୋଲିସ ଶୋଇପଡ଼ିବ, ଧରିବ କେତେବେଳେ? ସେମାନେ ଚୋର ସଦାବେଳେ 2ଟାରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରନ୍ତି। ଏଇ ସମୟ ତକ 2ଟାରୁ 4ଟା ଯାଏ ଯଦି 2 ଘଣ୍ଟା ପେଟ୍ରୋଲିଂ କରିବ, ଆଉ କୌଣସି ଚୋରି ହେବ। ମନ୍ଦିର କେମିତି ସୁରକ୍ଷିତ ରହିବ? ଭଗବାନ ଯିଏ ସୁରକ୍ଷା ଦେବା ଲୋକ, ଆମ ସମସ୍ତଙ୍କୁ ସାରା ଜଗତକୁ, ସିଏ ବର୍ତ୍ତମାନ ସୁରକ୍ଷା ମାଗିଲେଣି। ବର୍ତ୍ତମାନ ମନ୍ଦିର ରୁ ଚୋରି ନୟାଗଡ଼ରେ ବର୍ତ୍ତମାନ ଟାର୍ଗେଟ କରାଯାଇକରି ମନ୍ଦିର ଚୋରି କରାଯାଉଛି। ବଡ଼ପଣଶ୍ୱର ଉଗ୍ରେଶ୍ୱର ମନ୍ଦିର, ତାପରେ ଦ୍ୟୁତିକେଶ୍ୱର ମନ୍ଦିର, ତାପରେ ଜଗନ୍ନାଥ ମନ୍ଦିର, ତାପରେ ଗୋପୀନାଥ ମନ୍ଦିର, ଆଗକୁ କେଉଁ ମନ୍ଦିର ପାଳି ପଡ଼ୁଛି ଦେଖିବାର କଥା। ଏତେ ମନ୍ଦିର ଚୋରି ହେବା ପରେ ପ୍ରଶାସନ ଢିଲା, ପୋଲିସ ଢିଲା। ଯେତିକି ମନ୍ଦିରକୁ ସୁରକ୍ଷା ଦେବା କଥା ସେତିକି ସୁରକ୍ଷା ଦିଆଯାଇ ପାରୁନାହିଁ। ଗୋଟେ କନଷ୍ଟେବଳ ବି ମନ୍ଦିରରେ ଦିଆଯାଇ ପାରୁନାହିଁ। ଜଗନ୍ନାଥ ମନ୍ଦିର କଥା ଯଦି ଆପଣ ଦେଖିବେ, କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ମନ୍ଦିର, ସରକାରୀ ମନ୍ଦିର। ଗୋଟେ ସିସିଟିଭି କ୍ୟାମେରାଟେ ନଥିଲା। ଚୋରି ଗଲା ପରେ 1300 ଗ୍ରାମ ଅଳଙ୍କାର ଭଗବାନଙ୍କର ହୁଣ୍ଡି ବାକ୍ସ ଚୋରି ହେଲା ପରେ ଆମର ନୟାଗଡ଼ ସବ୍ କଲେକ୍ଟର ସେଠି ଲଗେଇଛନ୍ତି ହୁଣ୍ଡି, ମାନେ ଲଗେଇଛନ୍ତି କ'ଣ ସିସିଟିଭି କ୍ୟାମେରା। ଏମାନଙ୍କର ଢିଲା ପ୍ରଶାସନ ବ୍ୟବସ୍ଥା। ପେଟ୍ରୋଲିଂ ନା କାହିଁ ଦେଉଛନ୍ତି ଆପଣ? କୋଉଠି ଗୋଟେ ହୋମଗାର୍ଡ ଦେଲେଣି ସେଠି? ସରକାରୀ ମନ୍ଦିର, ଭଗବାନଙ୍କର ସେଠି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ସେ ମନ୍ଦିର ଭିତରେ ଅଛି, ଗୋଟେ ହୋମଗାର୍ଡ ଆଜ୍ଞା ଦେଲେଣି କି? ଏବେ ଚୋର ପୋଲିସ କି ଚ୍ୟାଲେଞ୍ଜ ଦଉଛି। ଯଦି ପୋଲିସ ବ୍ୟବସ୍ଥା ଠିକ ହବ, ଯଦି ଅନୁଭବୀ ପୋଲିସ ୟାର କରିବେ, ତଦନ୍ତ କରିବେ, ଛାନଭିନ କରିବେ,
ଆଜ୍ଞା ପାତାଳରୁ ଲୋକ ବାହାରିକି ଆଣୁଛନ୍ତି ଆଉ ଚୋରଟା ବାହାରି ପାରିବେନି। ନୟାଗଡ଼ ପୋଲିସର ବଳ ଅଛି କିନ୍ତୁ ବଳକୁ ସେମାନେ ପ୍ରୟୋଗ କରିପାରୁନାହାନ୍ତି। ବଳ ଅଛି କିନ୍ତୁ ବଳ ପ୍ରୟୋଗ କରିପାରୁନାହାନ୍ତି। ଏବେ ଆଜ୍ଞା ଦେଖନ୍ତୁ ଇଏ ହଉଛି ଗୋଟେ ମନ୍ଦିର ଚୋରି ହଉଛି ଭଗବାନ ଲୋକଙ୍କର ଆବେଗଟା ଏ ହାତରେ ଜଡ଼ିତ ଅଛି। ଏବେ ଗୋଟେ ସମ୍ବେଦନଶୀଳ ପ୍ରଶ୍ନ ଉପରେ ଲୋକଙ୍କର ଭରସା ତୁଟି ଯାଉଛି। ବର୍ତ୍ତମାନ ପୋଲିସ ଉପରେ ଲୋକଙ୍କର ଭରସା ତୁଟିଛି, ବର୍ତ୍ତମାନ ପ୍ରଶାସନ ଉପରେ ଲୋକଙ୍କର ଭରସା ତୁଟିଛି, ଦେବୋତ୍ତର ବିଭାଗ ଉପରେ ଲୋକଙ୍କ ଭରସା ତୁଟିଛି। ମୁଁ 20 ତାରିଖ ଦିନ 5ଟା ବେଳକୁ ଆସିଲା ବେଳକୁ ଏପଟ ଗେଟ୍ ଖୋଲା ହେଇନଥିଲା, ମେନ୍ ଗେଟ୍। ମୁଁ ଆସିକି ଡାକିବା ପରେ ନାଇଟ୍ ୱାଚର୍ ଖୋଲିକି ମୁଁ ମନ୍ଦିର ଖୋଲିବାକୁ ଗଲାବେଳକୁ ମନ୍ଦିର ଖୋଲା ଥିଲା। ତେଣୁ ମୁଁ ଦେଖିଲି ମନ୍ଦିର ଖୋଲା ଅଛି। ତାପରେ ଟିକେ ଭିତରକୁ ଚାହିଁଲି, ସବୁ ବାକ୍ସ ଫାକ୍ସ ଫିଟା ହେଇଛି, ଦାନ ବାକ୍ସ ହେରିକା। ତେଣୁ ମୁଁ ଆଉ ଭୟ କରିକି ଭିତରକୁ ନ ଯାଇକି ମୁଁ ସାଙ୍ଗେ ସାଙ୍ଗେ ଡିପାର୍ଟମେଣ୍ଟକୁ ଖବର ଦେଲି, ସୁପରଭାଇଜର ଆସିଲେ। ତାପରେ ଥାନାବାଲା ଡାକିଲେ। ଥାନାବାଲା ଆସିବା ପରେ ପୋଲିସ ଉପସ୍ଥିତି ଆମେ ଭିତରେ ପ୍ରବେଶ କଲୁ। ଆଉ ପ୍ରବେଶ କରିକି ଦେଖିଲୁ ଏମିତି ଭିତର ଗମ୍ଭୀର ଦ୍ୱାର ବି ଖୋଲା ଯାଇଛି, ଉପଡ଼ା ଯାଇଛି ତାଲାଟାକୁ। ଆଉ ଯାଇକି ଦେଖିଲା ବେଳକୁ ଠାକୁରଙ୍କର କିରଟି ଆଉ ସେ ନାକଚଣା ନୋଥ ଏଇସବୁ ଜିନିଷ ଚାଲିଯାଇଛି। ଆଉ ଏଇଟା ତ ପୋଲିସ ଡିପାର୍ଟମେଣ୍ଟ ଧରିବା କଥା ସାଙ୍ଗେ ସାଙ୍ଗେ। କିଏ ଗୋଟେ ସେମିତି ପ୍ରମ୍ପ୍ଟ ହେଇଛି ନା। ବର୍ତ୍ତମାନ ବି ଯିଏ ମନ୍ଦିର ଚୋରି କରୁଛି, ଏଠି ଦକ୍ଷିଣକାଳୀ ମନ୍ଦିର ଏଠି ଯାଇଛି, ବର୍ତ୍ତମାନ କ୍ୟାମେରାରେ ବର୍ତ୍ତମାନ ଟୋଟାଲ କଏଦି ହେଇଛି। କିନ୍ତୁ ସେ ସେତିକିଟା ପ୍ରମ୍ପ୍ଟ ହେଇଗଲାଣି ମନ୍ଦିର ଚୋରି କରିବାରେ। ତେଣୁ ବୁଲି ବୁଲି ଚୋରି କରୁଛି, ଯେଉଁଟା ପୋଲିସ ତାକୁ ଠାଉରାଇ ପାରୁନି। ପ୍ରଭୁଙ୍କ ଉପର ମସ୍ତକରେ ସେ ହାତ ମାରିକି ଚଢ଼ିକି ନେଇକି ଯାଇଛି। ତେଣୁ ପ୍ରଭୁ ଏଟା ନିଶ୍ଚିତ ଦଣ୍ଡ ଦେବେ, କିନ୍ତୁ ସମୟ ଲାଗିବ। ଆଉ ଠାକୁରଙ୍କ ଜିନିଷଟା ମିଳିବା ଦରକାର। ବର୍ତ୍ତମାନ ଠାକୁର ଲଙ୍ଗଳା ହେଇକି ବସିଛନ୍ତି, ତେଣୁ ଠାକୁରଙ୍କ ଜିନିଷଟା ଆଗ ଆସିକି ମିଳି ଠାକୁରଙ୍କ ସେବାରେ ଲାଗିବା ଦରକାର। ଏଇଟା ହିଁ ନିହାତି ମାନେ ଆମର ହେଉଛି ଆଶା। ଜିଲ୍ଲାର 4 ପ୍ରସିଦ୍ଧ ମନ୍ଦିରରୁ ଚୋରି କରି ଏହି ଲୁଟେରା ଜଣକ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। କୁହାଯାଏ ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଇଥାଏ। ହେଲେ ନୟାଗଡ଼ରେ ଏହାର ବିପରୀତ ହୋଇଥିବା ଲୋକେ କହିଲେଣି। କାରଣ ପୋଲିସ ଠାରୁ 2 କଦମ ସବୁବେଳେ ଲୁଟେରା ଆଗରେ ରହୁଛି। ଆଉ ଏହି ଘଟଣାଗୁଡ଼ିକୁ ନେଇକି ନୟାଗଡ଼ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା ମଧ୍ୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ଏସ୍ପିଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ବିଭିନ୍ନ ଥାନାରେ ବଛା ବଛା ଅଭିଜ୍ଞତା ଥିବା ଅଧିକାରୀଙ୍କୁ ନେଇ 3ଟି ସ୍ୱତନ୍ତ୍ର ଟିମ୍ ଗଠନ ଏବଂ ରାଜ୍ୟ ବାହାରେ ଏହି ଟିମ୍ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି। ଆମର ଲାଷ୍ଟ ଫ୍ୟୁ ୱିକ୍ସ ଭିତରେ ଯେଉଁ ଗୁଡ଼ାକ ମନ୍ଦିର ଚୋରି ହେଇଛି ଆମର ନୟାଗଡ଼ ଟାଉନରେ ଆଉ ନିକଟବର୍ତ୍ତୀ ଥାନା ଗୁଡ଼ାକରେ, ପ୍ରତି ଜିନିଷ ପ୍ରତି ଆମର ଆଇଆଇସି ଓଡ଼ଗାଁ, ଆଇଆଇସି ଟାଉନ, ଆଇଆଇସି ଇଟାମାଟି, ଆଇଆଇସି ନୂଆଗାଁ ସମସ୍ତଙ୍କୁ ନେଇକି 2ଟି ଡିଏସ୍ପି, ଏସ୍ଡିପିଓ ଆମର ସଦର ଏସ୍ଡିପିଓ ନୟାଗଡ଼ର ଏବଂ ଶରଣକୁଳ ଏସ୍ଡିପିଓଙ୍କୁ ନେଇ ଏସ୍ପି ମ୍ୟାଡ଼ାମ୍ ଟିମ୍ ଫର୍ମେସନ୍ କରିଛନ୍ତି ଏବଂ ସେମାନଙ୍କ ତତ୍ପରତାର ସହ ଲାଗିଛନ୍ତି। ଇତିମଧ୍ୟରେ ଆମେ ଯାହା ଖବର ମିଳିଛି କିଛି ଲିଡ୍ସ ବି ଆମେ ପାଇଲୁଣି। ଆଶା କରୁଛୁ ସଫଳତା ଆଡ଼କୁ ଆମେ ଆଗେଇବୁ। ଦେଖନ୍ତୁ ଯାହା ଆମେ ତଦନ୍ତ ଚାଲିଛି, ବର୍ତ୍ତମାନ କୌଣସି ଜିନିଷ ଡାଇଭଲ୍ସ କରିକି ଆମେ ତଦନ୍ତ ପ୍ରକ୍ରିୟାକୁ ବ୍ୟାହତ ହେବାକୁ ଦେବୁ ନାହିଁ। ବର୍ତ୍ତମାନ ଆମର ସବୁ ଦିଗରୁ ତଦନ୍ତ ଚାଲିଛି ଏବଂ ଆମେ ଏଇ ତଦନ୍ତ ପ୍ରକ୍ରିୟା ସିରିୟସର ସହ ଚାଲୁ ରହିବ ଯେଉଁ ପର୍ଯ୍ୟନ୍ତ ଆମେ ସଫଳତା ହାସଲ କରିନୁ। ଆମର ଇନଭେଷ୍ଟିଗେସନ୍ ଧାରା ବର୍ତ୍ତମାନ ଚାଲୁ ରହିଛି। ଟିମ୍ ଫର୍ମେସନ୍ 2ଟା ଏସ୍ଡିପିଓଙ୍କ ଅଣ୍ଡରରେ ଚାଲିଛି, 4 ଜଣ ଆଇଆଇସି ସେଥିରେ ଲାଗି ରହିଛନ୍ତି ଏବଂ ଖୁବ୍ ଶୀଘ୍ର ଆମେ ଭାବୁଛୁ ସଫଳତା ଆଡ଼କୁ ଯିବୁ। 2ଟି ଦିଗ ଆମେ ଏଥିରେ ଆପଣେଇଛୁ। ଗୋଟେ ହେଲା ଯେଉଁ ମନ୍ଦିର ଅଧିକାରୀମାନଙ୍କୁ ସେନ୍ସିଟାଇଜ୍ କରିଛୁ, ତା ସହିତ ଲୋକାଲ ପୋଲିସ ଷ୍ଟେସନକୁ ବି ଅଧିକା ଆମେ କାର୍ଯ୍ୟରତ କରେଇଛୁ ପ୍ରିଭେଣ୍ଟ କରିବା ପାଇଁ। ଆଉ ଅହରହ ଆମେ ତାକୁ ନଜରରେ ରଖିଛୁ, ମନିଟରିଂ କରୁଛନ୍ତି ସିନିୟର ଅଫିସର୍ସ। ଅନ୍ୟ ମନ୍ଦିର ବା ସମସ୍ତ ମନ୍ଦିର ପ୍ରତି ଜିନିଷ ଆପଣେଇଛୁ। ନଟ୍ ଦ୍ୟାଟ୍ ଯେଉଁଟା ଆଫେକ୍ଟେଡ଼ ହେଇଛି ସେଇଟା ନୁହଁ, ଏଇଟା ସମୂହଙ୍କ ପାଇଁ। ଯେଉଁଟା ତ ଆଫେକ୍ଟେଡ଼ ହେଇଛି ସମୂହ ଯେମିତି ଫର୍ଦର ଏ ଅକରେନ୍ସ ନ ହୁଏ ତା ପାଇଁ ସେନ୍ସିଟାଇଜ୍ କରାଯାଉଛି ଏବଂ ଯେଉଁ ପର୍ଯ୍ୟନ୍ତ ମୁଦାଲା ପାଖରେ ଆମେ ପହଞ୍ଚି ପାରିନୁ ଆମର ସେ ପର୍ଯ୍ୟନ୍ତ ଆମେ ବିପଦକୁ କଦାପି ସହଜରେ ଛାଡ଼ି ପାରିବୁ ନାହିଁ। ନୟାଗଡ଼, ଇଟାମାଟି, ଓଡ଼ଗାଁ ଏବଂ ରଣପୁର ଥାନା ଅଧୀନରେ 4ଟି ମନ୍ଦିର ଏବଂ 20ରୁ ଉର୍ଦ୍ଧ୍ୱ ଘରେ ଲୁଟେରା ପଶି ଲୁଟ୍ କରି ଛୁ ମାରିଥିବା ଲୁଟେରାକୁ ନୟାଗଡ଼ ପୋଲିସ କେବେ ଧରୁଛି ତାକୁ ହିଁ ଅପେକ୍ଷା। ନୟାଗଡ଼ରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।